ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ତମାଖୁ ମୁକ୍ତ ଯୁବ ଅଭିଯାନ ଅନୁଷ୍ଠିତ। ଆଜି ଗୁରୁବାର ଦିନ ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବିଜାତଳା ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ବଣକାଟି ଉଚ୍ଚ ବିଦ୍ୟାଳୟଠାରେ ଏକ ତମାଖୁ ମୁକ୍ତ ଯୁବ ସଚେତନତା ଏବଂ ତମାଖୁର ପ୍ରତିକାରକ ଗୁଣ ବାବଦରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ଏଥିରେ ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର PHRY ଜବାହରଲାଲ ବେହେରା ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଗଣ ସହଯୋଗ କରିଥିଲେ। ବିଶେଷକରି ଯୁବା ଅବସ୍ଥାରେ ତମାଖୁ ବ୍ୟବହାର ଆରମ୍ଭ ମାତ୍ରା ଅତ୍ୟଧିକ ହୋଇଥାଏ। ଏଥିରୁ କିପରି ଛାତ୍ରଛାତ୍ରୀମାନେ ନିବୃତ୍ତ ରହିବେ ଏଥିପ୍ରତି ପାଲା ମାଧ୍ୟମରେ ଆଲୋକପାତ ତଥା ପଥ ପ୍ରଦର୍ଶନ କରିଥିଲେ ଏବଂ ଏହାର ବ୍ୟବହାର ଦ୍ୱାରା ଭୟାବହ ଦୁରାରୋଗ୍ୟ କ୍ୟାନ୍ସର, ହୃଦ୍ଘାତ, ଶ୍ୱାସରୋଗ, ମୋତିଆବିନ୍ଦୁ, ପାକସ୍ଥଳୀରେ ଘା, ଦନ୍ତକ୍ଷୟ, କେଶ ଉପୁଡ଼ିବା ଆଦି ରୋଗ ହୋଇଥାଏ। ତେଣୁକରି ଏସବୁଠାରୁ ଦୂରରେ ରହି କିପରି ନିଜର ବିଦ୍ୟାଳୟ ତଥା ପରିବାର ଏବଂ ସମାଜକୁ ତମାଖୁମୁକ୍ତ କରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଥିଲା। କୋଟପା ଆଇନ ବିଷୟରେ କୁହାଯାଇଥିଲା, ଯେପରି 18 ବର୍ଷରୁ କମ୍ ବର୍ଷର ଶିଶୁ ଗୁଟ୍ଖାଜାତ ସାମଗ୍ରୀ କ୍ରୟ ବିକ୍ରୟ କରିପାରିବେ ନାହିଁ ଏବଂ ଏହା ଆଇନତଃ ଦଣ୍ଡନୀୟ ଅପରାଧ ଅଟେ। ଶେଷରେ ଧନ୍ୟବାଦ ଅର୍ପଣ କରି ପାଲାଟିକୁ ଶେଷ କରିଥିଲେ। ଜବାହରଲାଲ ବେହେରା PHO ଇନଚାର୍ଜ ବିଜାତଳା CSC। ଆମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବିଦ୍ୟାଳୟ ଗୁଡ଼ିକରେ ତମାଖୁ ମୁକ୍ତ ବିଦ୍ୟାଳୟ ଅଞ୍ଚଳ ଘୋଷଣା କରିବା ପାଇଁ ବିଭିନ୍ନ ପ୍ରକାର ମାଧ୍ୟମ ଉପଲବ୍ଧନ କରାଯାଉଛି। ସେ ମଧ୍ୟରେ ଆପଣଙ୍କର ଡିବେଟ୍ କମ୍ପିଟିସନ୍, ତମାଖୁ ସଚେତନତା ଏବଂ ପାଲା ମାଧ୍ୟମରେ ମଧ୍ୟ ସଚେତନ କରାଯାଉଛି। ତନ୍ମଧ୍ୟରୁ ଆମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ 4 ଗୋଟି ପାଲା ଯୋଗାଇ ଦିଆଯାଇଛି। ସେ ମଧ୍ୟରୁ ଆମର ବିଜାତଳା ଗଭର୍ଣ୍ଣମେଣ୍ଟ ଉଚ୍ଚ ବିଦ୍ୟାଳୟରେ ଆଜି ପାଲା ପରିବେଷଣ ହୋଇଥିଲା। ଏଥିରେ ଆମର ପାଲା ଗାୟକ ମାନେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ। ସେମାନେ ବହୁତ ହୃଦୟଙ୍ଗମ ସହିତ ଏହି ପାଲାକୁ ଶ୍ରବଣ କରିଥିଲେ ଏବଂ ଏହି ପାଲାରୁ ସେମାନେ କିପରି ତମାଖୁର ବ୍ୟବହାର କଲେ କ୍ଷତିକାରକ ବିଭିନ୍ନ ପ୍ରକାର ଅସୁବିଧା ହେଉଛି, ତେଣୁକରି ସେଥିପ୍ରତି ଧ୍ୟାନ ଦେଇକି ବିଦ୍ୟାଳୟକୁ ତମାଖୁ ମୁକ୍ତ ଅଞ୍ଚଳ ଘୋଷଣା ହେବା ସହିତ ସେମାନେ ଆଦୌ ଏ ବିଦ୍ୟାଳୟ ପରିସର ମଧ୍ୟରେ କିମ୍ବା କେହି ହେଲେ ତମାଖୁ ସେବନ କରିବେ ନାହିଁ ବୋଲି ଦୃଢ଼ୋକ୍ତି ତାଙ୍କ ହାବଭାବରୁ ଜଣାପଡ଼ୁଛି ଏବଂ ମୁଁ ଆଶା କରୁଛି ସେମାନେ ନିଜେ ଏସବୁ ବ୍ୟବହାର ତ କରୁନାହାନ୍ତି, ତା ସହିତ ନିଜ ପରିବାରକୁ ମଧ୍ୟ ତମାଖୁରୁ କିପରି ବଞ୍ଚାଇବେ ଏବଂ ଗାଁ ଗହଳିରେ ସମାଜରେ କିପରି ତମାଖୁ ମୁକ୍ତ ଅଞ୍ଚଳ କରିପାରିବେ ସେଥିପ୍ରତି ମଧ୍ୟ ସେମାନେ ସଚେତନ ହେବେ ବୋଲି ଦୃଢ଼ ବିଶ୍ୱାସ। ସମସ୍ତଙ୍କୁ ନମସ୍କାର। ମୁଁ ପାର୍ବତୀ ଟୁଡୁ, ବିଜାତଳା ସରକାରୀ ଉଚ୍ଚ ବିଦ୍ୟାଳୟର ଆସିଷ୍ଟାଣ୍ଟ ଟିଚର। ଆଜି ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆମ ବିଦ୍ୟାଳୟରେ ତମ୍ବାଖୁ ମୁକ୍ତ ଅଭିଯାନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଆମର ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ଏବଂ ଏହି ଯେଉଁ ତମ୍ବାଖୁ ମୁକ୍ତ ବିଷୟରେ ଯେଉଁ ପାଲା ମାଧ୍ୟମରେ ସଚେତନର ବାର୍ତ୍ତା ଦିଆଗଲା, ମୁଁ ଆଶା କରୁଛି ଆମ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ଦେଖିକିରି ସେମାନେ ସଚେତନ ହୋଇଥିବେ ଏବଂ ଏହି ବାର୍ତ୍ତା ସେମାନେ ନିଜ ନିଜ ପରିବାରରେ ପହଞ୍ଚାଇବେ ବୋଲି ମୋର ଆଶା ଏବଂ ବିଶ୍ୱାସ। ଏଥିପାଇଁ ମୁଁ ବିଜାତଳା ସ୍ୱାସ୍ଥ୍ୟ ଗୋଷ୍ଠୀକୁ ମଧ୍ୟ ମୁଁ ଧନ୍ୟବାଦ ଅର୍ପଣ କଲି ଯେ ସେମାନେ ଯେହେତୁ ଆମକୁ ତମ୍ବାଖୁ ମୁକ୍ତ ବିଷୟରେ ସଚେତନ ଦେଇଛନ୍ତି ଏବଂ ସେମାନଙ୍କୁ ମୁଁ ବିଶେଷ ଧନ୍ୟବାଦ ଜଣାଉଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିରୋଜ କୁମାର ସାହୁଙ୍କ ରିପୋର୍ଟ, ସଂଘର୍ଷ ନ୍ୟୁଜ୍।